Hello, dear students. Welcome to my channel, Moral Teaching PNC. Today, we will discuss sample question paper of ethics and values for third semester. It will be very helpful for arts, commerce, and science students of +3 second year, third semester, CBC syllabus in Odisha. Dear student, ମୁଁ क्वेश्चन କହିବା ପୂର୍ବରୁ କିଛି କହିଦିଏ। ଏଥିକ୍ସ ଭ୍ୟାଲୁଜର ଏକ୍ଜାମ ହେଉଛି 1 ଘଣ୍ଟା ଏବଂ 25 ମାର୍କ ବିଶିଷ୍ଟ। ଏଠି 3ଟି ସେକ୍ସନ ରହୁଛି, 3ଟି ଗ୍ରୁପ ରହୁଛି, ସେକ୍ସନ ଏ, ସେକ୍ସନ 2, ସେକ୍ସନ 3 ବା ଗ୍ରୁପ ଏ, ଗ୍ରୁପ ବି ଆଣ୍ଡ ଗ୍ରୁପ 3। ଯେଉଁଥିରେ କି ପ୍ରଥମ ଗ୍ରୁପରେ ବା ପ୍ରଥମ ସେକ୍ସନରେ 1 ମାର୍କ ବିଶିଷ୍ଟ 5ଟି କ୍ୱେଶ୍ଚିନ୍ ଆମକୁ କରିବାକୁ ପଡୁଛି, ଯାହାକି ଆଇଦର ଫିଲ୍ ଇନ୍ ଦ ବ୍ଲାଙ୍କ ଶୂନ୍ୟ ସ୍ଥାନ ପୂରଣ କର ରୂପରେ ଆସିପାରେ ବା ଆନ୍ସର ଇନ୍ ୱାନ୍ ୱାର୍ଡ ବା ୱାନ୍ ସେଣ୍ଟେନ୍ସ। ଆମକୁ ଏହି କ୍ୱେଶ୍ଚିନ୍ 1 ମାର୍କ ବିଶିଷ୍ଟ କ୍ୱେଶ୍ଚିନ୍ ଉତ୍ତର ଗୋଟିଏ ବାକ୍ୟ ବା ଗୋଟିଏ ଶବ୍ଦରେ ଦେବାକୁ ପଡ଼ିବ। ତାପରେ ସେକେଣ୍ଡ ଗ୍ରୁପ ବା ସେକେଣ୍ଡ ସେକ୍ସନରେ ରହୁଛି ସର୍ଟ କ୍ୱେଶ୍ଚିନ୍ ଟାଇପ୍, ଯାହା ହେଉଛି 2 ମାର୍କ ବିଶିଷ୍ଟ। ସେଇଠି ମଧ୍ୟ ଆମକୁ 5ଟି କ୍ୱେଶ୍ଚିନ୍ କରିବାକୁ ପଡ଼ିବ, ଯାହାର ଉତ୍ତର ଆମକୁ 2ରୁ 3 ଲାଇନ୍ ଭିତରେ ବା 30ଟି ଶବ୍ଦ ଭିତରେ ଦେବାକୁ ପଡ଼ିବ। ତାପରେ ଆସୁଛି ସେକ୍ସନ ସି, ଗ୍ରୁପ ସି, ଯେଉଁଥିରେ ଲଙ୍ଗ କ୍ୱେଶ୍ଚିନ୍ ଆସୁଛି ଆମର 5 ମାର୍କ ବିଶିଷ୍ଟ, ଆମକୁ 2ଟି କରିବାକୁ ପଡ଼ିବ। ତ ଏଇଭଳି 3ଟି ପାର୍ଟରେ 3ଟି ସେକ୍ସନରେ 25 ମାର୍କ ବିଶିଷ୍ଟ କ୍ୱେଶ୍ଚିନ୍କୁ ଭାଗ କରାଯାଇଛି। ଆସନ୍ତୁ ଆଜି ଗୋଟେ ସାମ୍ପଲ୍ କ୍ୱେଶ୍ଚିନ୍ରେ କେମିତି ଥାର୍ଡ ସେମିଷ୍ଟର ଆସିପାରେ, ପ୍ରୋବାବିଲିଟି ଅଛି, ତାରି ଉପରେ ଡିସ୍କସନ୍ କରିବା। ପ୍ରଥମେ ହେଉଛି ଗ୍ରୁପ ଏ। କ୍ୱେଶ୍ଚିନ୍ ହେଉଛି NDPS ଆକ୍ଟ ୱାଜ୍ ପାସ୍ଡ ଇନ୍ ଦ ଇୟର ଡ୍ୟାସ୍। NDPS ଆକ୍ଟ କେଉଁ ମସିହାରେ କାର୍ଯ୍ୟକାରୀ ହୋଇଥିଲା? ନେକ୍ସଟ କ୍ୱେଶ୍ଚିନ୍ ହେଉଛି ଡ୍ୟାସ୍ ଇଜ୍ ଏ ହେଲ୍ଥ ହାଜାର୍ଡସ୍ ଆସୋସିଏଟେଡ୍ ୱିଥ୍ ଟୋବାକୋ ଆଡିକ୍ସନ୍। ନିଶା ସେବନ ଦ୍ୱାରା, ଟୋବାକୋ ସେବନ ଦ୍ୱାରା କ'ଣ ଆମର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କ୍ଷତିକାରକ ପ୍ରଭାବ ପଡ଼ୁଛି? ଡ୍ୟାସ୍ ଇଜ୍ ଏ ସୋସିଆଲ ଇକୋନୋମିକ୍ ଇମ୍ପାକ୍ଟ ଅଫ୍ ଡ୍ରଗ୍ ଆଡିକ୍ସନ୍। ଡ୍ରଗ୍ ଆଡିକ୍ସନ୍ ଦ୍ୱାରା ସାମାଜିକ ଅର୍ଥନୈତିକ ପ୍ରଭାବ କ'ଣ ପଡ଼ୁଛି? ଦ କୋଟପା ଆକ୍ଟ ୱାଜ୍ ପାସ୍ଡ ଇନ୍ ଦ ଇୟର ଡ୍ୟାସ୍। କୋଟପା ଆକ୍ଟ କେଉଁ ମସିହାରେ କାର୍ଯ୍ୟକାରୀ ହୋଇଥିଲା ବା ପାସ୍ ହୋଇଥିଲା? ଡ୍ୟାସ୍ ଇଜ୍ ଗଭର୍ଣ୍ଣମେଣ୍ଟ ସ୍କିମ୍ ଫର୍ ପ୍ରିଭେନ୍ସନ୍ ଅଫ୍ ଡ୍ରଗ୍ ଆଡିକ୍ସନ୍। କେଉଁଟି ଗୋଟିଏ ସରକାରୀ ସ୍କିମ୍ ଯାହାକି ଡ୍ରଗ୍ ଆଡିକ୍ସନକୁ ରୋକିବା ପାଇଁ କରାଯାଇଥିଲା ବା କରାଯାଇଛି? ଡ୍ୟାସ୍ ଇଜ୍ ଏ ନ୍ୟାଚୁରାଲ ଡ୍ରଗ୍। କେଉଁଟି ଗୋଟିଏ ପ୍ରାକୃତିକ ଡ୍ରଗ୍? ଏଇଭଳି ଗ୍ରୁପ ଏ ବା ସେକ୍ସନରୁ ଏଇଭଳି 1 ମାର୍କ ବିଶିଷ୍ଟ ଆମକୁ 5ଟି କ୍ୱେଶ୍ଚିନ୍ ଆଟେଣ୍ଡ କରିବାକୁ ପଡ଼ିବ। ତାପରେ ହେଉଛି ସେକେଣ୍ଡ ସେକ୍ସନ, ସେକେଣ୍ଡ ଗ୍ରୁପରେ ଯେଉଁଠି 2 ମାର୍କ ବିଶିଷ୍ଟ କ୍ୱେଶ୍ଚିନ୍ ଅଛି, ଏଇଭଳି କ୍ୱେଶ୍ଚିନ୍ ଆସିପାରେ। ଏଇଟା ଗୋଟେ ସାମ୍ପଲ୍ କ୍ୱେଶ୍ଚିନ୍ ଗୋଟେ କଲେଜର। ହ୍ୱାଟ୍ ଇଜ୍ ଡ୍ରଗ୍? ହ୍ୱାଟ୍ ଇଜ୍ ଡି ଆଡିକ୍ସନ୍? ହ୍ୱାଟ୍ ଇଜ୍ ଡ୍ରଗ୍? ଡ୍ରଗ୍ କହିଲେ କ'ଣ ବୁଝ? ହ୍ୱାଟ୍ ଇଜ୍ ଡି ଆଡିକ୍ସନ୍? ତାମାନେ ନିଶା ନିବାରଣ କହିଲେ କ'ଣ ବୁଝ? ହ୍ୱାଟ୍ ଇଜ୍ ଆଲକୋହଲିଜିମ୍? ମଦ୍ୟପାନ କହିଲେ କ'ଣ ବୁଝ? ହ୍ୱାଟ୍ ଇଜ୍ NDPS ଆକ୍ଟ? NDPS ଆକ୍ଟ ଉପରେ କିଛି ଲେଖିବା, ସଂକ୍ଷିପ୍ତ ବିବରଣୀ। ହ୍ୱାଟ୍ ଇଜ୍ ଟୋବାକୋ ଫ୍ରି କ୍ୟାମ୍ପସ୍? ତମାଖୁ ମୁକ୍ତ କ୍ୟାମ୍ପସ୍ କହିଲେ କ'ଣ ବୁଝ? ଏକ୍ସପ୍ଲେନ୍ ରିହାବିଲିଟେସନ୍। କେମିତି ଆମେ ପୁନର୍ବାସ କରୁଛେ ତା ବିଷୟରେ ଲେଖିବା। କିନ୍ତୁ ନିଶା ଛାଡ଼ିଲା ପରେ ଆମେ କେମିତି ଗୋଟେ ନୂଆ ଜୀବନ ପୁନର୍ବାସ କରୁଛେ ତା ଉପରେ ଲେଖିବା। ସୋସିଆଲ ହାଜାର୍ଡସ୍ ଅଫ୍ ଡ୍ରଗ୍ ଆଡିକ୍ସନ୍। ତମାଖୁ ସେବନ ଦ୍ୱାରା କ'ଣ ସାମାଜିକ କ୍ଷତି ଘଟୁଛି ତା ଉପରେ ମଧ୍ୟ କିଛି ଲେଖିପାରିବା। ତ ଏଇଭଳି 6ଟି ବା 7ଟି ଅପସନ୍ ଥିବ, ସେଥିରୁ ଆମକୁ ଯେକୌଣସି 5ଟି କ୍ୱେଶ୍ଚିନ୍ ଆଟେଣ୍ଡ କରିବାକୁ ପଡ଼ିବ, 2 ମାର୍କ ବିଶିଷ୍ଟ। ଏବଂ ଏସବୁର ଉତ୍ତର ଆମକୁ ଯେକୌଣସି 2ରୁ 3 ଧାଡ଼ିରେ ବା 30ଟି ଶବ୍ଦ ଭିତରେ ଲେଖିବାକୁ ପଡ଼ିବ। ତାପରେ ଲାଷ୍ଟ ପାର୍ଟ ହେଉଛି ଲଙ୍ଗ କ୍ୱେଶ୍ଚିନ୍, ଯେଉଁଠି ଆନ୍ସର ଇନ୍ 2 କ୍ୱେଶ୍ଚିନ୍ସ ୱିଦିନ୍ 500 ୱାର୍ଡସ୍ ଇଚ୍। ଆକ୍ଚୁଆଲି ଯେହେତୁ 5 ମାର୍କ ବିଶିଷ୍ଟ ଅଛି, ଆମକୁ 200ରୁ 250 ଶବ୍ଦ ଭିତରେ ଲେଖିବାକୁ ପଡ଼ିବ। 5 ଶବ୍ଦ ତ ବହୁତ ହେଇଯାଉଛି, ଆମକୁ 200ରୁ 250 ଶବ୍ଦ ଭିତରେ ଲେଖିବାକୁ ପଡ଼ିବ। Define drug addiction and discuss about different health hazards associated with drug addiction. ତମାଖୁ ବା ନିଶା ସେବନ କହିଲେ କ'ଣ ବୁଝ, ତାହା ଦ୍ୱାରା କ'ଣ ଆମର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କ୍ଷତି ସବୁ ଘଟୁଛି ତାହା ଆମେ ଆଲୋଚନା କରିବା। ଆଉ ଗୋଟେ କ୍ୱେଶ୍ଚିନ୍ ହେଉଛି ଏକ୍ସପ୍ଲେନ୍ ସାଲିଏଣ୍ଟ ଫିଚର୍ସ ଅଫ୍ କୋଟପା ଆକ୍ଟ। କୋଟପା ଆକ୍ଟର ମୁଖ୍ୟ ବୈଶିଷ୍ଟ୍ୟ ଗୁଡ଼ିକ ଆଲୋଚନା କର। ନେକ୍ସଟ ହେଉଛି ଡେସ୍କ୍ରାଇବ୍ ଦ ରୋଲ୍ ଅଫ୍ ଷ୍ଟୁଡେଣ୍ଟସ୍ ଇନ୍ ଦ ସରାଉଣ୍ଡିଂ ଇନ୍ କଣ୍ଟ୍ରୋଲିଂ ଡ୍ରଗ୍ ଆଡିକ୍ସନ୍। ନିଶା ସେବନକୁ ରୋକିବା ପାଇଁ ବା ତାକୁ କଣ୍ଟ୍ରୋଲ କରିବା ପାଇଁ
ଆମ ଚତୁଃପାର୍ଶ୍ୱରେ ପରିବେଶରେ ଛାତ୍ରମାନଙ୍କର ଭୂମିକା କ'ଣ ସେଗୁଡ଼ିକ ବର୍ଣ୍ଣନା କର। ତାପରେ ଡିସ୍କସ୍ ଏବାଉଟ୍ ଇକୋନୋମିକ୍ ଇମ୍ପାକ୍ଟ ଅଫ୍ ଡ୍ରଗ୍ ଅଫ୍ ଟୋବାକୋ ଆଡ଼ିକ୍ସନ୍। ଟୋବାକୋ ଆଡ଼ିକ୍ସନ୍ ଦ୍ୱାରା ସେବନ ଦ୍ୱାରା ଆମର ଅର୍ଥନୀତି ଉପରେ କିଭଳି ପ୍ରଭାବ ପଡ଼ୁଛି ସେଗୁଡ଼ିକୁ ଆଲୋଚନା କର। ତ ଡିୟର୍ ଷ୍ଟୁଡେଣ୍ଟସ୍, ଏଇଭଳି ଥାର୍ଡ ସେମିଷ୍ଟାର ପାଇଁ ଏଥିକ୍ସ ଆଣ୍ଡ ଭ୍ୟାଲୁଜ୍ ଯେଉଁ 4ଟି ତୁମର ୟୁନିଟ୍ ଅଛି, ସେ 4ଟି ୟୁନିଟ୍ରୁ ଯେକୌଣସି 3ଟି ୟୁନିଟ୍ ଆମକୁ ଭଲରେ ପଢ଼ିବାକୁ ପଡ଼ିବ। ଯଦି 3ଟି ୟୁନିଟ୍ ଭଲରେ ଆମେ ପଢ଼ୁଛେ ତ ଆମେ 25ରୁ ନିହାତି 23-24 ମାର୍କ ଆରାମସେ ଆଟେଣ୍ଡ କରିପାରିବା। ଯଦି ଆମେ 3ଟି ୟୁନିଟ୍ ଭଲରେ ପଢ଼ୁଛେ ଆମେ 2 ମାର୍କ ବିଶିଷ୍ଟ 5ଟି କ୍ୱେଶ୍ଚିନ୍ ପାଇବା ଏବଂ ଲଙ୍ଗ କ୍ୱେଶ୍ଚିନ୍ ମଧ୍ୟ 5 ମାର୍କ ବିଶିଷ୍ଟ 4ରୁ 2ଟି ଆମେ ପାଇଯିବା। କିନ୍ତୁ 1 ମାର୍କ ବିଶିଷ୍ଟ 5ଟିରୁ ଆମେ 4ଟି ବା 3ଟି ପାଇବା। ଯଦି ଆମେ 3ଟି ୟୁନିଟ୍ ଦେଖୁଛେ, ଗୋଟେ ୟୁନିଟ୍ ଦେଖୁନାହିଁ, ସବୁ ୟୁନିଟ୍ ଦେଖିକି ଯାଉଛେ, ନିଶ୍ଚୟ ଆମେ 25ରୁ 25 ମାର୍କ ଆଟେଣ୍ଡ କରିପାରିବା। ତ ଇଏ ଥିଲା ଆଜିର ଗୋଟେ ସାମ୍ପୁଲ୍ କ୍ୱେଶ୍ଚିନ୍ ପେପର, କୋଉଭଳି ଥାର୍ଡ ସେମିଷ୍ଟାର ପାଇଁ କ୍ୱେଶ୍ଚିନ୍ ଆସିପାରେ ବା ଆସୁଛି। ତ ଆଶା କରୁଛି ତୁମ ପାଇଁ ଏଇ ଭିଡ଼ିଓଟି ଉପକାରୀ ହେବ। ଧନ୍ୟବାଦ।